ଡିଆଇଛି ଗୋଡ଼ ତଳେ ମୁଣ୍ଡିଆ ମାରିବା ଏଗୁଡ଼ାକ ଅତି ଅନ୍ୟାୟ। ଏଗୁଡ଼ାକ ପ୍ରୋଟୋକଲ ନଷ୍ଟ ହଉଛି। ଏତେ ତଳକୁ ଯିବା ଉଚିତ ନୁହେଁ। ଏତେ ଭିକାରୀ କ'ଣ ତମେ? ଗୋଟା ଡିଆଇଜିର ଗୋଟେ ନୂଆ ଇଲେକ୍ଟେଡ ଏମଏଲଏ ତମେ ଯାଇକି ଗୋଟେ ଡିଆଇଜିର ମୁଣ୍ଡ ପାଦ ଧୂଳି ନେବ? ଏଗୁଡ଼ା କି ଶସ୍ତା କଥା ମୁଁ। ତାର ଦାନ କ'ଣ ତମ ପାଇଁ? ଟଙ୍କା ଖର୍ଚ୍ଚ କଲେ 50 କୋଟି। ବିଜେପି ମୋହନ ମାଝୀ ନେତୃତ୍ୱରେ ଆଦାନୀଠୁ ଟଙ୍କା ଆଣି ଗରିବ ଲୋକକୁ 10,000 ଲେଖା ଦେଇ ଜିତିକି ସେ ଆଇଲେ ତା ପାଦ ତୁଳି ଧରିଥାନ୍ତ ନା ମୋହନର କି ଆଦାନୀର? ୟାର କ'ଣ ପାଦ ତୁଳି ଧରୁଛ? ନୂଆପଡ଼ାରେ ଯୋଉ ଉପନିର୍ବାଚନ ଭକ୍ତ ଦାସଙ୍କ ନେତୃତ୍ୱରେ ଲଢା ଯାଉଥିଲା କେତେ ଦୂର? ବ୍ୟୁଟିଫୁଲ ଫାଇଟ୍। ମୁଁ ଜଣେ ଫାଇଟର ହିସାବରେ ମୋର 60 ବର୍ଷ ଅଭିଜ୍ଞତା, ବଢ଼ିଆ ଫାଇଟ୍। କେବଳ ନୋଟ୍ ପାଇଁ ଆମେ ହାରିଗଲୁ। ଆଦାନୀ ପଇସା ମୋ ଆଗରେ ଦିଆ ହେଉଥାଏ। 10,000 ଇଚ୍ ଭୋଟର। ଟେକ୍ ଇଟ୍। ଆଉ ସେମାନଙ୍କ ଘର ସେଠେଇ ନୂଆପଡ଼ାରେ 70% ଲୋକଙ୍କ ଘର ବିକ୍ରି କଲେ 2,000 ହେବନି। ଆଦିବାସୀ ଭାଇମାନଙ୍କର ଘର, ତାଙ୍କ ଘରେ ଗୋଟେ ବାଲ୍ଟି, ଗୋଟେ ହାଣ୍ଡି, ଯୋଡ଼େ ଡେକ୍ଚି, ଗୋଟେ କୋଡ଼ୁଆ, ଯୋଡ଼େ ଖଣ୍ଡିଆ ମସିଣା, ଯୋଡ଼େ ଖଣ୍ଡିଆ କମଳ। ତାଙ୍କ ଦାମ ହେଉଛି ଟଙ୍କା 2,000 ହେବ। ଆଉ 10,000 ପାଇଲେ ଭୋଟ ଦେଲେ ତାଙ୍କର କ୍ଷେତ୍ରା କ'ଣ ହେଲା? କଂଗ୍ରେସ ଯୋଉ କହୁଛି ଭୋଟ ଲୁଟ ହଉଛି, ଚୋରି ହଉଛି, ନିର୍ବାଚନ ଆୟୋଗ ଏ ବାବଦରେ ସତ୍ୟ ପାଠ କୋଉ ନିର୍ବାଚନ ଆୟୋଗ? ମହାଡକାୟତ ସେ। ନିର୍ବାଚନ ଆୟୋଗ ଯେ ମହାଡକାୟତ। ହାତରେ ଚିପିଲେ ଫୁଲରେ ବାହାରୁଛି, ତାକୁ ଆଲିଏସନ କହୁଛି। ସେଗୁଡ଼ାକ କହୁଛି ଥଟାରେ ତମେ କହୁଛ, ଗେଲେରେ କହୁଛ। ଏଡ଼ିକି କଦର୍ଯ୍ୟ ଇଲେକ୍ସନ କମିଶନ ମୋଷ୍ଟ ଖରାପ। ସେଇଟା ପକେଟରେ ପକେଇ ଦେଇଛି ନରେନ୍ଦ୍ର ମୋଦି, ଏଇ ଡାହାଣ ପକେଟରେ। ବିହାରଟାକୁ ଦେଖୁଛ କ'ଣ କରିଦେଲେ? ପୁରା ଏକଛତ୍ରବାଦ ଘୋଡ଼େଇ ଦେଇ ଗଲେ। ଗଲା ଏମିତି ଏଇ ଯେଉଁ ନୂଆ ଆମର ପାଟନାରେ, ଆମର ଓଡ଼ିଶାରେ 92 ଭାଗେ ଭୋଟ। ମୋ ବୋପାଲୋ, ମୋହନ ମାଝୀ କ'ଣ ଏମିତି କରି ପକେଇଛି? ବିଶି ଆଙ୍ଗୁଠିରେ ଗେଞ୍ଜିକିରି କାମ କରି ପକେଇଛି। ନରେନ୍ଦ୍ର ମୋଦି ବିଶି ଆଉ ଡାହାଣ ଆଙ୍ଗୁଠିରେ ଗେଞ୍ଜିକି କାମ କରି ପକେଇଛି ନୂଆପାଟନାରେ। 92 ଭାଗେ ଭୋଟ ପୁଲିଂ। ଲଜ୍ଜା। ଗଣତନ୍ତ୍ରକୁ ହତ୍ୟା। ଟୋଟାଲ 10,000 ଲେଖା ନେଇ ଗୋଟେ ଗୋଟେ ଭୋଟରକୁ ଜିତିକି ବାହାସ୍ପଟ ମାରୁଛନ୍ତି। ଲଜ୍ଜା, ଘୋର ଲଜ୍ଜା। ୟାର ଜବାବ ଜନସାଧାରଣ ଦେବେ। ଆସିଯାଉଛି 2029। ମାରିଯାଅ, ଖାଇଯାଅ, ବେଳା ପଡ଼ିଛି, ଖାଇଯାଅ।